ପିଲାମାନେ କେମିତି ଅଛନ୍ତି? ଆଇ ହୋପ୍ କି ସମସ୍ତ ପିଲାମାନେ ବହୁତ ହି ଭଲ ଥିବେ, ସତ ମାନେ ସେମିତି ଭଲ ଥାନ୍ତୁ। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଯେଉଁ ପିଲାମାନେ ବି ତୁମର +2 ପରେ ହେଉ କି +3 ପରେ ହେଉ ସିଟି ଏଣ୍ଟ୍ରାନ୍ସ ପାଇଁ ପ୍ରିପେୟାର ହେଉଛନ୍ତି ତାଙ୍କ ପାଇଁ ବହୁତ ହି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। ତ ପିଲାମାନେ ଆଜି ଆମେ ସମ୍ପୂର୍ଣ୍ଣ ଭାବରେ ତୁମର ପଢ଼ିବା ଯେଉଁ ଜିଓଗ୍ରାଫି ହେଲା, ତୁମର ଜିଓଗ୍ରାଫିର ଯେଉଁ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଅଛି, ତ ସେଇଠୁ ଆମେ କିଛି ତୁମର ଯେଉଁ କ୍ୱେଶ୍ଚନ୍ ଗୁଡ଼ିକ ଏକ୍ଜାମ୍ରେ ଆସୁଛି ସେଇ କ୍ୱେଶ୍ଚନ୍ ଗୁଡ଼ିକ ଆମେ ବଛା ବଛା କିଛି ଆଲୋଚନା କରିବା। ତ ଯେଉଁ ପିଲାମାନେ ଚ୍ୟାନେଲରେ ନୂଆ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ, କାହିଁକିନା ଏମିତି ପଢ଼ା ରିଲେଟେଡ୍ ଭିଡ଼ିଓ ଆମେ କ'ଣ ଆଗକୁ ଆମେ ଏହି ଚ୍ୟାନେଲ ମାଧ୍ୟମରେ ଆପଣଙ୍କ ପାଇଁ ଆଣିବୁ। ତ ଚାଲନ୍ତୁ ଭିଡ଼ିଓଟିକୁ ଆମେ ଆରମ୍ଭ କରିବା। ଦେଖନ୍ତୁ ପ୍ରାକୃତିକ ସମ୍ପଦର ସଂରକ୍ଷଣ ବିଷୟରେ ଅନେକ ସାରା ଯେଉଁ ତୁମର ଥିଓରି ନୋଟ୍ ଗୁଡ଼ାକ ଅଛି ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ କ୍ଲାସ୍ ତୁମର ହେବ। ତେଣୁକରି ଯେଉଁ ପିଲାମାନେ ୟାର PDF ପାଇବା ପାଇଁ ଚାହୁଁଛନ୍ତି ତ ଦୟାକରି ଆମର ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇଯାନ୍ତୁ, ଯାହାକି ଆପଣ ଆମ ଚ୍ୟାନେଲର ଡିସ୍କ୍ରିପ୍ସନରେ ପାଇଯିବେ। ତ ସେଇଠୁ ଜଏନ୍ ହେଇଯାନ୍ତୁ ଟେଲିଗ୍ରାମ ଗ୍ରୁପ୍ରେ, ସେଇଠୁ ଆପଣ ୟାର PDF ସବୁ ପାଇଯିବେ। ତ ଚାଲନ୍ତୁ ଆମେ ଆରମ୍ଭ କରିବା କ୍ଲାସ୍ ହେଲା। এইটা তোমার সবু নম্বরিং দেখুন, এইটা তোমার 1 নম্বর পড়ে আসলা। দেখো ভারতের কেউ প্রাকৃতিক অঞ্চল অর্থনীতির মেরুদণ্ড রূপে বিবেচিত হয়েছে। তো আউথরে দেখো আমার ভারতের কেউ প্রাকৃতিক অঞ্চল যে কি অর্থনীতির মেরুদণ্ড রূপে বিবেচিত হয়েছে। তো 1 নম্বর আনসর কোণ হয়ে তো বলে মানে 1 নম্বর আনসর হয়ে অপশন নম্বর বি কোণ অছি না মালভূমি হল কি আমার যে মালভূমিটি তাহা হচ্ছে আমার ভারতের প্রাকৃতিক অঞ্চল অর্থনীতির মেরুদণ্ড। তারপরে দেখো দেশের সমুদায় ভূমির শতকড়া কেতে অংশ অরণ্য পাই সংরক্ষিত রহবা উচিত। দেখো আমার দেশের সমুদায় ভূমির শতকড়া আমার দেশের সমুদায় ধর এতিকি ভূমি অছি তো তার কেতে শতকড়া কেবল অরণ্য পাই সংরক্ষণ রহবা উচিত, কাହିଁକିନା ତୁମେ ସମସ୍ତେ ଜାଣିଛନ୍ତି ଅରଣ୍ୟ ବା ଗଛ ନଥିଲେ ଆମେ ଶ୍ୱାସକ୍ରିୟା ବା ଅମ୍ଳଜାନ ମଧ୍ୟ ପାଇବୁ ନାହିଁ। ତେଣୁକରି ଗଛକୁ କେତେ ଶତକଡ଼ା ରହିବା ଉଚିତ? ତ ପିଲାମାନେ ୟାର ଆନ୍ସର କିସ ହେଇଯିବ ଅପସନ୍ ନମ୍ବର ସି କେତେ ନା 33%। ମାନେ ଧର ଏଇଟା ଆମର ଟୋଟାଲ ଆମର କ'ଣ ଭୂମି ହେଲା, ତେବେ ତାର 33%, ତାର 33% ଏତିକି ଖଣ୍ଡେ ଆମର କ'ଣ କେବଳ ଅରଣ୍ୟ ରହିବା ଆବଶ୍ୟକ, କାରଣ ଆମେ ଅକ୍ସିଜେନ ପାଇବୁନି ନା। ତାପରେ ଦେଖ ଭାରତର ଶତକଡ଼ା କେତେ ଭାଗ ଚାରଣ ଭୂମି ଓ ଗୋଚର ଭୂମି ପାଇଁ ଉଦ୍ଦିଷ୍ଟ? ଭାରତର ଶତକଡ଼ା କେତେ ଭାଗ ଚାରଣ ପାଇଁ ଏବଂ ଗୋଚର ଭୂମି ପାଇଁ ଉଦ୍ଦିଷ୍ଟ? କେତେ ଭାଗ ନା ତୁମ 3 নম্বর ଆନ୍ସର ହେଉଛି ଅପସନ୍ ନମ୍ବର ସି କେତେ ଭାଗ ନା 4 ଭାଗ ହେଲା କି ଆମର ଭାରତର ଶତକଡ଼ା 4 ଭାଗ, ଯାହାକି ଚାରଣ ଭୂମି ଓ ଗୋଚର ଭୂମି ପାଇଁ ଉଦ୍ଦିଷ୍ଟ। ତାପରେ ଦେଖ ଭାରତରେ ସମୁଦାୟ ଆୟତନର ଶତକଡ଼ା ପ୍ରାୟ କେତେ ଭାଗରେ ପଟୁ ମୃତ୍ତିକା ଦେଖାଯାଏ? ଦେଖ ଆମର ଭାରତରେ ସମୁଦାୟ ଆୟତନର ଶତକଡ଼ା ପ୍ରାୟ କେତେ ଭାଗରେ ପଟୁ ମୃତ୍ତିକା ଦେଖାଯାଏ? ତ 4 নম্বর ଆନ୍ସର କ'ଣ ହେଇଯିବ ଅପସନ୍ ନମ୍ବର ଡି, ଯାହା ହେଉଛି ତୁମର କେତେ ନା 43 ହେଲା କି ଭାରତର ସମୁଦାୟ ଆୟତନର 43 ଶତକଡ଼ା କ'ଣ ଆମର ପଟୁ ମୃତ୍ତିକା ଦେଖାଯାଇଥାଏ। ତାପରେ ଦେଖ ନିମ୍ନୋକ୍ତ ମଧ୍ୟରୁ କେଉଁ ମୃତ୍ତିକାରେ ରୋପଣ କୃଷି ଭଲ ହୋଇଥାଏ? ଆମର ନିମ୍ନୋକ୍ତ ମଧ୍ୟରୁ କେଉଁ ମୃତ୍ତିକାରେ ରୋପଣ କୃଷି ଭଲ ହୋଇଥାଏ? ତ 5 নম্বর ଆନ୍ସର କ'ଣ ହେଇଯିବ ଅପସନ୍ ନମ୍ବର କେତେ ନା ଡି, ଯାହା ହେଉଛି ଆମର ଅରଣ୍ୟ ମୃତ୍ତିକା ହେଲା କି ଆମର ନିମ୍ନୋକ୍ତ ମଧ୍ୟରୁ ଅରଣ୍ୟ ମୃତ୍ତିକାରେ ରୋପଣ କୃଷି ଭଲ ହୋଇଥାଏ। ତାପରେ ଦେଖ 6 নম্বরটা ନିମ୍ନୋକ୍ତ କେଉଁ ମୃତ୍ତିକାଟିର ଉତ୍ତାପ ଓ ଜଳ ଧାରଣ କ୍ଷମତା ଅଧିକ? ନିମ୍ନୋକ୍ତ କେଉଁ ମୃତ୍ତିକାଟିର ଉତ୍ତାପ ଓ ଜଳ ଧାରଣର କ୍ଷମତା ଅଧିକ? ତାପରେ ମାନେ ୟାର ଆନ୍ସର କିସ ହେଇଯିବ ଆମର 6 নম্বরটা ଦେଖନ୍ତୁ ଆମର ନିମ୍ନୋକ୍ତ କେଉଁ ମୃତ୍ତିକାଟିର ଉତ୍ତାପ ଓ ଜଳ ଧାରଣ କ୍ଷମତା ଅଧିକ କେଉଁ ମୃତ୍ତିକା ନା 6 নম্বর ଆନ୍ସର ହେଇଯିବ ଅପସନ୍ ନମ୍ବର ବି କୃଷ୍ଣ କାର୍ପାସ। এই କୃଷ୍ଣ କାର୍ପାସ ମୃତ୍ତିକାରେ ଉତ୍ତାପ ଏବଂ ଜଳ ଧାରଣ କ୍ଷମତା ଅଧିକ ହୋଇଥାଏ। ଆଉ ଯଦି ଆମର ରୋପଣ କୃଷି ଭଲ ହୋଇଥାଏ କେଉଁ ଅରଣ୍ୟ ତାହେଲେ କ'ଣ ହେଇଯିବ ସରି କେଉଁ ମୃତ୍ତିକା ତାହେଲେ ସେଟା ହେବ ଆମର ଅରଣ୍ୟ ମୃତ୍ତିକା। ତାପରେ ଦେଖ 7 নম্বরটা ନିମ୍ନୋକ୍ତ ମଧ୍ୟରୁ କେଉଁ ମୃତ୍ତିକା କପା ଚାଷ ପାଇଁ ବିଶେଷ ଉପଯୋଗୀ? କେଉଁ ମୃତ୍ତିକା ନା ପିଲାମାନେ ଦେଖନ୍ତୁ ଆମର କପା ଚାଷ ହୋଇଥାଏ କେଉଁ ମୃତ୍ତିକା କିରେ ନା ୟାର ହେଇଯିବ ଅପସନ୍ ନମ୍ବର ବି, ଏଇଟା ଯେଉଁ କୃଷ୍ଣ କାର୍ପାସ ଅଛି ଏହି ମୃତ୍ତିକାରେ ହିଁ ତୁମର କପା ଚାଷ ହୋଇଥାଏ, ବୁଝିହେଲା। এই কৃষ্ণ কার্পাস মৃত্তিকা এটা তোমার কোশ্চেন আসিকি ଅଛି মানে তোমার সিটিনেটা সে এথর মধ্যে আসিপারে ହେଲା, এগুলো সব ইম্পর্টেন্ট কোশ্চেন গুড়াক মনে রাখিবা। তারপরে দেখো 8 নম্বরটা কোণ আছে কেউ মৃত্তিকারে ফসফরসর মাত্রা অধিক ও যবক্ষারজানর মাত্রা কম? কেউ মৃত্তিকা তো পিলাମାନେ তোমার 8 নম্বর আনসার ହେଇଯାଉଛି তো কোণ অপশন নম্বর ডি মরুস্তরী মৃত্তিকা। যে মরুস্তরী মৃত্তিকা গুড়িক ଅଛି সেইঠারে যে ফসফরসর মাত্রা অধিক এবং যবক্ষারজানর মাত্রা কম দেখা যাইଥାଏ। তারপরে দেখো নিম্নোক্ত কেউ মৃত্তিকাটি রূপান্তরিত শিরারু সৃষ্টি? নিম্নোক্ত কেউ মৃত্তিকাটি রূপান্তরিত শিরারু সৃষ্টি তাহলে কোণ ହେଇଯିବ তোমার 9 নম্বর আনসার ହେଇଯିବ অপশন নম্বর সি। অপশন নম্বর সি মানে কোণ ଅଛି লোহিত ହେଲା କି তোমার এই যে লোহিত মৃত্তিকাটি রূপান্তরিত শিরারু সৃষ্টি। তারপরে দেখো মৃত্তিকার প্রকারভেদ দৃষ্টিରୁ কেউটি ভিন্ন? দেখো মৃত্তিকার যে প্রকারভেদ କରାଯାଇଛି ତାହା ମଧ୍ୟରୁ କେଉଁଟା ନୁହେଁ? ଦେଖ তোমার 10 নম্বর ଅଛି ତ ତା ଭିତରୁ ମାନେ ଦେଖ 4ଟା ଅପସନ୍ ଅଛି ଉଷର, କଲାର, ରେହ, ବୋରି। ଏଇଟା ଭିତରୁ ସବୁଠୁ ଭିନ୍ନ কোনটা ନା ବୋରି। ବୋରି ହଉଛୁ ଏଇ 3ଟା ଭିତରୁ ଭିନ୍ନ। ତାପରେ ଦେଖ କେଉଁଟି ପୂରଣୀୟ ସମ୍ବଳ?
कोयला लुहा ज्वार शक्ति निकेल ये चार्टा ऑप्शन अच्छी यार आंसर कौन हो ऑप्शन नंबर सी ज्वार शक्तिटा हूँ गोटे पूरणीय संबर बुझेगा तापर देख वन्यजंतु संरक्षण योजना माध्यम केते गोटी जातिर संख्या प्रति दृष्टि दि जाए आउ थे देखिए देख वन्यजंतु संरक्षण योजना माध्यम केते गोटी जातिर संख्या प्रति दृष्टि दि जाए देख ऑप्शन कौन अच्छी 3 4 5 6 कौन हो 12 नंबर आंसर हो ऑप्शन नंबर सी 5 है कि वन्यजंतु संरक्षण योजना माध्यम 5 गोटी जातिर संख्या प्रति दृष्टि दि जाए केउटी अक्षय संवरण अंतर्गत देखो कौन अच्छी लुहापथर खनिज पदार्थ बक्साइड भूमि या भर केउटी अक्षय संवर जोटा कि क्षय हुए ना तो ये 13 नंबर आंसर कौन हो ऑप्शन नंबर डी भूमि जहाँकि क्षय हो न बक्साइड सहीज लुहापथर सहीज खनिज पदार्थ कौन क्षय संबल क्षय हो कि भूमिटा केमती क्षय हो तो ताहा अक्षय संबल तब देख क्या संबर सृष्टिकर्ता बोली कह जाए ईश्वर मानव प्रकृति उद्भिद 4टा ऑप्शन अच्छे या भर आम संबर सृष्टिकर्ता किए तो यार आंसर कौन हो ऑप्शन नंबर सी किए ना मानव हूँ आम संबर सृष्टिकर्ता बोली कह जाए 14 नंबर गला ना तापर देख 15 नंबरटा मालिकाना सत्ताधिकार अनुजाई संबड़ को केते बार व्यक्त कर मालिकाना सत्ताधिकार अनुजाई संबड़ को केते बार व्यक्त कर तो 15 नंबर आंसर कौन हो ऑप्शन नंबर केते ना सी जो 3 भाग है कि मालिकाना सत्ताधिकार अनुजाई संबड़ को 3 बार व्यक्त कर देखो केउटी जातीय संबर अंतर्गत नुहे केउटी जातीय संबर अंतर्गत नुहे तो तुम 16 नंबर आंसर कौन हो ऑप्शन नंबर बी शिल्पायन हूँ तुम जातीय संबर अंतर्गत नुहे तब देखो केउटी असरंती संबल कोयला खनिज तैल पवन शक्ति प्राकृतिक गैस ये 4टा मध्य केउटी असरंती संबल तार यार आंसर किस 17 नंबर आंसर हो ऑप्शन नंबर सी पवन शक्ति हूँ गोटे असरंती संबल केउटी नवीकरण योग्य संबर देख कोयला लुहा जौर पेट्रोलियम ये 4टा ऑप्शन अच्छे 4टा ऑप्शन भितर कौटा नवीकरण योग्य संबल तो तुम 18 नंबर आंसर कौन हो ऑप्शन नंबर सी जल ये जो 4टा ऑप्शन अच्छी कोयला लुहा जौर पेट्रोलियम ये 4टा भितर जलटा हूँ नवीकरण योग्य संबर तापर देख केउटी सर्वत्र सुलभ संबर अटे सॉरी नुहे केउटी सर्वत्र सुलभ संबल नुहे जड़ मानव संबल सहित खनिज संबल और भूमि 4टा भितर कौटा हो तुम 19 नंबर आंसर हो ऑप्शन नंबर सी खनिज संबल ता हूँ आमर कौन सर्वत्र सुलभ संबर नुहे तापर देख केउटी अपूरणीय संबर कौन अच्छी ऑप्शन देखिए खनिज तैल सौरशक्ति पवन शक्ति और बायोगैस ये 4टा मध्य कौटा हूँ अपूरणीय संबर जोटा कि पूरण हो पार ना तार आंसर कौन हो ऑप्शन नंबर ए खनिज तैल जहाँकि अपूरणीय संबर तापर देख रियो डी जेनेरियो विश्व बैठक केबे अनुष्ठित होइतिला रियो डी जेनेरियो विश्व बैठक केबे अनुष्ठित होइतिला तो तुम 21 नंबर आंसर कौन हो ऑप्शन नंबर सी 1992 है कि तुम 1992 रियो डी जेनेरियो विश्व बैठक अनुष्ठित होइतिला तापर सेमती देखिया तुम 22 नंबरटा देख प्राकृतिक गैस केउ संबर अंतर्गत प्राकृतिक गैस केउ संबर अंतर्गत तो तुम 22 नंबर आंसर कौन हो ऑप्शन नंबर बी क्षयशील है कि तुम प्राकृतिक गैस क्षयशील संबर अंतर्गत तापर देखिए 23 नंबरटा केउटी प्राकृतिक संबर अंतर्गत नुहे केउटी प्राकृतिक संबर अंतर्गत नुहे अरण्य मृत्तिका कलकारखाना खनिज तैल कौन हो तुम 23 नंबर आंसर हो ऑप्शन नंबर सी कलकारखाना जहाँकि प्राकृतिक संबर अंतर्गत नुहे तापर देख केउटी जैव संबर अंतर्गत कौन अच्छी अरण्य मृत्तिका जड़ खनिज तैल 4टा ऑप्शन अच्छी 4टा ऑप्शन मध्य कौटी जैव संबर अंतर्गत तो तुम 24 नंबर आंसर कौन हो ऑप्शन नंबर ए अरण्य हूँ तुम जैव संबर अंतर्गत तापर देख अरुणाचल प्रदेश रे केउ संबर अधिक परिमाण रही अरुणाचल प्रदेश रे केउ संबर अधिक परिमाण रही तो तुम 25 नंबर आंसर कौन हो ऑप्शन नंबर सी जहाँकि रही कौन जलटा हूँ तुम अरुणाचल प्रदेश कौन अधिक परिमाण रही तापर देख भारतर केउ राज्यर अधिक चारण भूमि देखा जाए भारत में केउ राज्य अधिक चारण भूमि देखा जाए तो तुम 26 नंबर आंसर कौन हो ऑप्शन नंबर बी कौन अच्छी हिमाचल प्रदेश रे अधिक चारण भूमि देखा जाए तब देखो केउ पदक्षेप अरण्य क्षय रखिबार अंतर्गत नुहे केउ पदक्षेप अरण्य क्षय रखिबार अंतर्गत नुहे तुम 27 नंबर आंसर कौन हो ना ऑप्शन नंबर ए कौन अच्छी ना जगतीकरण जहाँकि तुम पदक्षेप अरण्य क्षय रखिबार अंतर्गत नुहे तापर देख केउ प्रक्रियाटी अरण्य क्षय फल हो न थाए केउ प्रक्रियाटी अरण्य क्षय फल
ହୋଇ ନଥାଏ। ତ ତୁମର 28 ନମ୍ବର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର କ'ଣ ବି ଯାହା ରହିଛି ଜନସଂଖ୍ୟା ବୃଦ୍ଧି, ଯାହାକି ତୁମର ଏହି ପ୍ରକ୍ରିୟାଟି ଅରଣ୍ୟ କ୍ଷୟ ଫଳରେ ହୋଇନଥାଏ। ତାପରେ ଦେଖିବା 28 ପରେ 29 ନମ୍ବରଟା କ'ଣ ଅଛି ହେଲା, ଆମ ଦେଶରେ ଶତକଡ଼ା କେତେ ଭାଗ ସମତଳ ଭୂମି କୃଷି ଉପଯୋଗୀ? ଆମ ଦେଶରେ ଶତକଡ଼ା କେତେ ଭାଗ ସମତଳ ଭୂମି ଓ କୃଷି ଉପଯୋଗୀ? ତ ତୁମର 29 ନମ୍ବର ଆନ୍ସର କିସ ହେଇଯିବ ନା ଅପସନ୍ ନମ୍ବର ସି କ'ଣ ଅଛି ନା 34ଟି। ଆମ ଦେଶରେ ଶତକଡ଼ା 34 ଭାଗ ସମତଳ ଭୂମି ଓ କୃଷି ଉପଯୋଗୀ। ତାପରେ ଦେଖ ଭାରତର ସମୁଦାୟ ଭୂ ଆୟତନର ଶତକଡ଼ା କେତେ ଭାଗ ପର୍ବତୀୟ ଭୂମି? ଭାରତର ସମୁଦାୟ ଭୂ ଆୟତନର ଶତକଡ଼ା କେତେ ଭାଗ ପର୍ବତୀୟ ଭୂମି? ତ ତୁମର 30 ନମ୍ବର ଆନ୍ସର ହେଇଯିବ କ'ଣ ନା ଅପସନ୍ ନମ୍ବର ସି ଯାହା ରହିଛି 30ଟି। ତ ପିଲାମାନେ ପ୍ରାୟ ତୁମେ ଲକ୍ଷ୍ୟ କରୁଥିବ ପ୍ରାୟତଃ ଅପସନ୍ ନମ୍ବର ସି ଆଉ ବି ଏଇଟା ଅଧିକ ପରିମାଣ ହେଉଛି, ଏ ଆଉ ଡି ଅଧିକ ହେଉନାହିଁ। ତାପରେ ଦେଖ ହିମାଳୟ ପର୍ବତମାଳାର କେତେ ନା 2100 ମିଟରରୁ 3000 ମିଟର ଉଚ୍ଚ ସ୍ଥାନରେ ଦେଖାଯାଉଥିବା ମୃତ୍ତିକା ତାକୁ କ'ଣ କୁହାଯାଇଥାଏ? ତ ପିଲାମାନେ ହିମାଳୟ ପର୍ବତମାଳାର କେତେ ନା 2100 ମିଟରରୁ 3000 ମିଟର ଉଚ୍ଚ ସ୍ଥାନରେ ଦେଖାଯାଉଥିବା ମୃତ୍ତିକାକୁ କ'ଣ କୁହାଯାଇଥାଏ ନା ତୁମର ଅପସନ୍ ନମ୍ବର ସି ଏଇଟା ଯେଉଁ ହେଉଛି ପାର୍ବତ୍ୟ ମୃତ୍ତିକା ଏଇଟା କୁହାଯାଇଥାଏ ହେଲା। ତାପରେ ଦେଖ କେଉଁ ମୃତ୍ତିକାରେ ଲୌହ ଅଂଶ ଅଧିକ ଥିବାରୁ ଏହାର ରଙ୍ଗ ଲାଲ? କେଉଁ ମୃତ୍ତିକାରେ ଲୌହ ଅଂଶ ଅଧିକ ଥିବାରୁ ଏହାର ରଙ୍ଗ ଲାଲ? ତ ତୁମର 32 ନମ୍ବର ଆନ୍ସର କ'ଣ ହେଇଯିବ ଅପସନ୍ ନମ୍ବର ଏ କ'ଣ ଅଛି ଲୋହିତ ହେଲା କି ତୁମର ଲୋହିତ ମୃତ୍ତିକାରେ ଲୌହ ଅଂଶ ଅଧିକ ଥିବାରୁ ଏହାର ରଙ୍ଗ କ'ଣ ଲାଲ ରଙ୍ଗ ହୋଇଥାଏ। ତାପରେ ଦେଖ କେଉଁ ପ୍ରକାରର ମୃତ୍ତିକାର ଉତ୍ତାପ ଓ ଜଳ ଧାରଣ କ୍ଷମତା ଅଧିକ? କେଉଁ ପ୍ରକାରର ମୃତ୍ତିକାର ଉତ୍ତାପ ଓ ଜଳ ଧାରଣ କ୍ଷମତା ଅଧିକ? ତ କେଉଁ ପ୍ରକାର ମୃତ୍ତିକା ନା ତୁମର 33 ନମ୍ବର ଆନ୍ସର ହେଇଯିବ କ'ଣ ନା ଅପସନ୍ ନମ୍ବର ସି କୃଷ୍ଣ ହେଲା କି ତୁମର କୃଷ୍ଣ ମୃତ୍ତିକାର ଉତ୍ତାପ ଓ ଜଳ ଧାରଣ କ୍ଷମତା ଅଧିକ। ତାପରେ ଦେଖ କେଉଁ ମସିହାରେ ଜାତୀୟ ଅରଣ୍ୟ ନୀତି ପ୍ରଣୟନ କରାଯାଇଥିଲା? କେଉଁ ମସିହାରେ ଜାତୀୟ ଅରଣ୍ୟ ନୀତି ପ୍ରଣୟନ କରାଯାଇଥିଲା? ତ ପିଲାମାନେ ତୁମର 34 ନମ୍ବର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର ଡି କ'ଣ ନା 1988 ହେଲା 1988 ମସିହାରେ ଜାତୀୟ ଅରଣ୍ୟ ନୀତି ପ୍ରଣୟନ କରାଯାଇଥିଲା। ତାପରେ ଦେଖ କେଉଁ ଅରଣ୍ୟରେ ଭୂମଧ୍ୟ ସାଗରୀୟ ଜଳବାୟୁ ବିଶିଷ୍ଟ ଉଦ୍ଭିଦ ଦେଖାଯାଇଥାଏ? କେଉଁ ଅରଣ୍ୟରେ ଭୂମଧ୍ୟ ସାଗରୀୟ ଜଳବାୟୁ ବିଶିଷ୍ଟ ଉଦ୍ଭିଦ ଦେଖାଯାଏ? ତ ପିଲାମାନେ ତୁମର 35 ନମ୍ବର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର ଏ ଚିରହରିତ ହେଲା କି ଚିରହରିତ ଅରଣ୍ୟରେ ଭୂମଧ୍ୟରୀୟ ଜଳବାୟୁ ବିଶିଷ୍ଟ ଉଦ୍ଭିଦ ଦେଖାଯାଇଥାଏ ଚିରହରିତରେ ହେଲା। ସେମିତି ଦେଖିବା ତୁମର ତାପରେ ଦେଖ 36 ନମ୍ବରଟା କ'ଣ କହୁଛି ହେଲା କେଉଁ ଶିଳ୍ପଟି ସମ୍ପୂର୍ଣ୍ଣ ରୂପରେ ଅରଣ୍ୟ ଉପରେ ନିର୍ଭରଶୀଳ? କେଉଁ ଶିଳ୍ପଟି ସମ୍ପୂର୍ଣ୍ଣ ରୂପରେ ଅରଣ୍ୟ ଉପରେ ନିର୍ଭରଶୀଳ? ଅପସନ୍ ଦେଖିବା ବୟନ ଦିଆଶିଲ ରବର କାଗଜ। କେଉଁ ଶିଳ୍ପଟି ସମ୍ପୂର୍ଣ୍ଣ ରୂପରେ ଅରଣ୍ୟ ଉପରେ ନିର୍ଭରଶୀଳ? ତ ପିଲାମାନେ ତୁମ 36 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ଡି କାଗଜ, ଯାହାକି ସମ୍ପୂର୍ଣ୍ଣ ରୂପରେ ଅରଣ୍ୟ ଉପରେ ନିର୍ଭରଶୀଳ। କେଉଁ ବୃକ୍ଷର ରସରୁ କର୍କଟ ରୋଗ ପାଇଁ ଔଷଧ ପ୍ରସ୍ତୁତ ହୁଏ? କର୍କଟ ମାନେ କ'ଣ ଯେଉଁ କ୍ୟାନ୍ସର ରୋଗ ହୋଇଥାଏ ତାର ଔଷଧ ପ୍ରସ୍ତୁତ ହୋଇଥାଏ କେଉଁ ବୃକ୍ଷର ରସରୁ? ତ ପିଲାମାନେ ଏଇଟା ମନେ ରଖ ହେଲା ଯଦି ତୁମର କାହାର ଭିତରୁ କ୍ୟାନ୍ସର ହେଇଗଲା ତ ସେଇ ବୃକ୍ଷ ନେଇ ଆସିବ ହେଲା ଆଣିକି ପିଇଦେବ। ତାପରେ ଦେଖ 36 ନମ୍ବର ଆନ୍ସର କିସ ହେଇଯିବ ନା ଅପସନ୍ ନମ୍ବର ବି ୟୁ ଯେଉଁ ଗୋଟେ ବୃକ୍ଷଟା ଅଛି ତାର ରସରୁ କ୍ୟାନ୍ସରର ମେଡ଼ିସିନ ସବୁ ତିଆରି ହୋଇଥାଏ। ତାପରେ ଦେଖ ହିମାଳୟ ପର୍ବତମାଳାର 850 ମିଟରରୁ 3600 ମିଟର ଉଚ୍ଚତା ମଧ୍ୟରେ ଦେଖାଯାଉଥିବା ସରଳ ବର୍ଗୀୟ ଅରଣ୍ୟ ତାକୁ କ'ଣ କୁହାଯାଇଥାଏ? ତ ପିଲାମାନେ ତୁମର 38 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ସି କ'ଣ ନା ଆଲପି ଅରଣ୍ୟ ବୋଲି କୁହାଯାଇଥାଏ। ତାପରେ ଦେଖ ବାର୍ଷିକ ହାରରେ 100 ସେମିରୁ 200 ସେମି ବୃଷ୍ଟିପାତ ହେଉଥିବା ଅରଣ୍ୟରେ କେଉଁ ଅରଣ୍ୟ ଦେଖାଯାଇଥାଏ? ବୃଷ୍ଟିପାତ ହେଉଥିବା ଅଞ୍ଚଳରେ କେଉଁ ଅରଣ୍ୟ ଦେଖାଯାଇଥାଏ? ତ ପିଲାମାନେ ତୁମର 39 ନମ୍ବର ଆନ୍ସର ହେଇଯିବ କ'ଣ କିରେ ନା ଅପସନ୍ ନମ୍ବର ଏ ମୌସୁମୀ ହେଲା କି ତୁମର ବାର୍ଷିକ ହାରରେ 100 ସେମିରୁ 200 ସେମି ବୃଷ୍ଟିପାତ ହେଉଥିବା ଅଞ୍ଚଳରେ କେଉଁ ଅରଣ୍ୟ ଦେଖାଯାଇଥାଏ ନା ମୌସୁମୀ ଅରଣ୍ୟ ଦେଖାଯାଏ। କେଉଁ ନଦୀର ତ୍ରିକୋଣଭୂମି ଅଞ୍ଚଳରେ ସୁନ୍ଦରବନ ଦେଖାଯାଇଥାଏ? ଦେଖ 40 ନମ୍ବର କିସ ଅଛି ନା କେଉଁ ନଦୀର ତ୍ରିକୋଣଭୂମି ଅଞ୍ଚଳରେ ସୁନ୍ଦରବନ ଦେଖାଯାଇଥାଏ? ତ ପିଲାମାନେ ତୁମର 40 ନମ୍ବର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର ଏଇଟା ହେଲା କି ଏ ଗଙ୍ଗା ଗଙ୍ଗା ନଦୀର ତ୍ରିକୋଣଭୂମି ଅଞ୍ଚଳରେ ସୁନ୍ଦରବନ ଦେଖାଯାଇଥାଏ। ତାପରେ ଦେଖ କେଉଁଟି ଉପକ୍ରାନ୍ତୀୟ ପାର୍ବତ୍ୟ ଅଞ୍ଚଳର ପ୍ରଧାନ ବୃକ୍ଷ? କେଉଁଟି ଉପକ୍ରାନ୍ତୀୟ ପାର୍ବତ୍ୟ ଅଞ୍ଚଳର ପ୍ରଧାନ ବୃକ୍ଷ? ତ ପିଲାମାନେ ତୁମର 41 ନମ୍ବର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର ସି କ'ଣ ଅଛି ଚିର ହେଲା କି ତୁମର ଚିର ଉପକ୍ରାନ୍ତୀୟ ପାର୍ବତ୍ୟ ଅଞ୍ଚଳର ପ୍ରଧାନ ବୃକ୍ଷ ମନେ ରହିଲା। ତାପରେ ଦେଖ କେଉଁଟି ସଲାସ ଅରଣ୍ୟର ବୃକ୍ଷ? କେଉଁଟି ସଲାସ ଅରଣ୍ୟର ବୃକ୍ଷ? ତ ପିଲାମାନେ 42 ନମ୍ବର ଆନ୍ସର କ'ଣ ହେଇଯିବ ଅପସନ୍ ନମ୍ବର ସି କ'ଣ ରୋଡୋଡ୍ରାକ୍ଟନ ହେଉଛି ଗୋଟେ ସଲାସ ଅରଣ୍ୟର ବୃକ୍ଷ। ତାପରେ ଦେଖ ଦେଶରେ କେତୋଟି ରାଜ୍ୟରେ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି? ଦେଶରେ କେତୋଟି ରାଜ୍ୟରେ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି? ତ 43 ନମ୍ବର ଆନ୍ସର କ'ଣ ହେଇଯିବ ଅପସନ୍ ନମ୍ବର ଡି 14 ହେଲା କି ଆମର ଦେଶରେ
14ଟି ରାଜ୍ୟରେ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତାପରେ ଦେଖ ଦେଶରେ କେତୋଟି ଜାତୀୟ ଉଦ୍ୟାନ ରହିଛି? 89ଟି, 96ଟି ନା 95ଟି ନା 97ଟି? এই ଚାରିଟା ଭିତରୁ କୋଉଟା ହବ? ତ ପିଲାମାନେ ଆମ ମନେ ରଖିବ ଆମ ଦେଶରେ କେତୋଟି ଯଦି ଜାତୀୟ ଉଦ୍ୟାନ କଥା ଆସିଲା ତେବେ ସବୁବେଳେ ତମେ ଲେଖିବ এইটা ହେଲା କି 96ଟି ଜାତୀୟ ଉଦ୍ୟାନ ମାନେ 96। ତାପରେ ଦେଖ କେଉଁ ପକ୍ଷୀକୁ ଭାରତର ଜାତୀୟ ପକ୍ଷୀ ରୂପେ ମାନ୍ୟତା ପ୍ରଦାନ କରାଯାଇଥାଏ? ତ ପିଲାମାନେ କେଉଁ ପକ୍ଷୀକୁ ଭାରତର ଜାତୀୟ ପକ୍ଷୀ ରୂପରେ ମାନ୍ୟତା ପ୍ରଦାନ କରାଯାଇଥାଏ? ୟାର ଆନ୍ସର କ'ଣ ହେଇଯିବ ନା ମୟୂର। ମୟୂରକୁ ଆମର ଭାରତର ଜାତୀୟ ପକ୍ଷୀ ରୂପରେ ମାନ୍ୟତା ପ୍ରଦାନ କରାଯାଇଥାଏ। କେଉଁଠି ମାଂସାଶୀ ପ୍ରାଣୀର ଅନ୍ତର୍ଗତ ନୁହେଁ? ଦେଖ ବାଘ, ଭାଲୁ, ସମ୍ବର, ଗଧିଆ এই ଚାରିଟା ଭିତରୁ କୋଉଟା ମାଂସାଶୀ ପ୍ରାଣୀ ନୁହେଁ? ତ ପିଲାମାନେ ଏଟା ପ୍ରାୟ ସମସ୍ତେ କହିଦେବେ କିଏ କିଏ ନା ସମ୍ବର, ଯିଏକି ଗୋଟେ ମାଂସାଶୀ ପ୍ରାଣୀ ନୁହେଁ। ଦେଶରେ କେତେ ପ୍ରଜାତିର ପକ୍ଷୀ ଦେଖାଯାଏ? ଆମ ଦେଶରେ ପ୍ରକୃତରେ କେତେ ପ୍ରଜାତିର ପକ୍ଷୀ ସବୁ ଦେଖାଯାଆନ୍ତି? ତ କ'ଣ ହେଇଯିବ 1000 ନା 1200 ନା 1100 ନା 1300? ତ ପିଲାମାନେ ୟାର ଆନ୍ସର ହେଇଯିବ ତୁମର କ'ଣ ଅପସନ୍ ନମ୍ବର ସି ହେଇଯିବ ହେଲା କି 1200। ଟୋଟାଲ ତୁମର 1200 ପ୍ରକାରର ପକ୍ଷୀ ଦେଖାଯାଆନ୍ତି। ସରି 1600 ଲେଖିଦେଲି ହବନି 1200 ହେଲା 1200 ପ୍ରକାରର ଦେଖାଯାଆନ୍ତି। ତାପରେ ଦେଖ ତୁମର 48 ନମ୍ବରଟା କ'ଣ ଅଛି? କେଉଁ ଅରଣ୍ୟରେ ମୂଲ୍ୟବାନ ବୃକ୍ଷ ଏବଂ ସାର ବୃକ୍ଷ ରହିଥାଏ? କେଉଁ ଅରଣ୍ୟରେ ମୂଲ୍ୟବାନ ବୃକ୍ଷ ଏବଂ ସାର ବୃକ୍ଷ ବଧ ରହିଥାନ୍ତି? କେଉଁଠି ରହିଥାନ୍ତି ନା ତୁମର 48 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ସି। କ'ଣ ନା ମୌସୁମୀ ଅରଣ୍ୟ। ମୌସୁମୀ ଅରଣ୍ୟରେ ତୁମର ମୂଲ୍ୟବାନ ବୃକ୍ଷ ଓ ସାର ବୃକ୍ଷ ଇତ୍ୟାଦି ରହିଥାଏ। ଭାରତର ସମୁଦ୍ର ଉପକୂଳବର୍ତ୍ତୀ ନିମ୍ନଭୂମି ଓ ନଦୀଗୁଡ଼ିକର ତ୍ରିକୋଣଭୂମି ଅଞ୍ଚଳରେ ଦେଖାଯାଉଥିବା ଅରଣ୍ୟ? ଦେଖ ଆମର ଭାରତର ସମୁଦ୍ର ଉପକୂଳବର୍ତ୍ତୀ ନିମ୍ନଭୂମି ଓ ନଦୀଗୁଡ଼ିକର ତ୍ରିକୋଣଭୂମି ଅଞ୍ଚଳରେ ଦେଖାଯାଉଥିବା ଅରଣ୍ୟ ତାକୁ କ'ଣ କୁହାଯାଇଥାଏ? ତ ତୁମର 49 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ବି ଜୁଆରୀ ଅରଣ୍ୟ ବୋଲି କୁହାଯାଇଥାଏ। ତାପରେ ଆମେ 50 ନମ୍ବର ଦେଖିବା। ଦେଖ କେଉଁ ଅରଣ୍ୟ ବୃକ୍ଷ ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟରେ ପତ୍ରଝଡ଼ା ଦିଅନ୍ତି? କେଉଁ ଅରଣ୍ୟ ବୃକ୍ଷ ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟରେ ପତ୍ରଝଡ଼ା ଦିଅନ୍ତି? ତାହେଲେ ତୁମର କେଉଁ ବୃକ୍ଷ ହେଇଯିବ? ତ ପିଲାମାନେ ତୁମର 50 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ବି ମୌସୁମୀ ହେଲା କି ତୁମର ମୌସୁମୀ ଅରଣ୍ୟ ବୃକ୍ଷ ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟରେ ପତ୍ରଝଡ଼ା ଦିଅନ୍ତି। ତାପରେ ଦେଖ କେଉଁ ଗଛର ରସରୁ ଚମଡ଼ା କଷାଯାଏ? ଚମଡ଼ା କଷାଯାଏ। ଦେଖ କେଉଁ ଗଛର ରସରୁ ଚମଡ଼ା କଷାଯାଇଥାଏ? ତ ପିଲାମାନେ ତୁମର 51 ନମ୍ବର ଆନ୍ସର କିସ ହେଇଯିବ ଅପସନ୍ ନମ୍ବର ବି ଆକାଶିଆ। ତୁମର ଆକାଶିଆ ଗଛର ରସରୁ ଚମଡ଼ା କଷାଯାଏ। କେତେ ସେମିରୁ ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଚିରହରିତ ଅରଣ୍ୟ ଦେଖାଯାଇଥାଏ? ଦେଖ କେତେ ସେମିରୁ ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଚିରହରିତ ଅରଣ୍ୟ ଦେଖାଯାଏ? ତ ପିଲାମାନେ ତୁମର 52 ନମ୍ବର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର ଏ କ'ଣ ନା 250 ହେଲା କି ତୁମର 250 ସେମିରୁ ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଚିରହରିତ ଅରଣ୍ୟ ଦେଖାଯାଏ। କେଉଁଟି ଅରଣ୍ୟ ସମ୍ବରର ଅନ୍ତର୍ଗତ ନୁହେଁ? ଦେଖ କେଉଁଟି ଅରଣ୍ୟ ସମ୍ବରର ଅନ୍ତର୍ଗତ ନୁହେଁ? ତ ପିଲାମାନେ 53 ନମ୍ବର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର ବି ଆଖୁ ହେଲା କି ତୁମର ଆଖୁ ଯିଏକି ଅରଣ୍ୟ ସମ୍ବରର ଅନ୍ତର୍ଗତ ନୁହେଁ। କେଉଁଟି ଏକ ବିପଦଗ୍ରସ୍ତ ଜାତି? କେଉଁଟି ଏକ ବିପଦଗ୍ରସ୍ତ ଜାତି? ଦେଖ ଭାରତୀୟ ଚିତା, ଶାଗୁଣା ନା ଜଙ୍ଗଲୀ ପେଚା, ମୟୂର ଏହି ଚାରିଟା ଭିତରୁ କେଉଁଟି ବିପଦଗ୍ରସ୍ତ ଜାତି? ତ ପିଲାମାନେ 54 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ସି ଯେଉଁଟାକି ଶାଗୁଣା। ଶାଗୁଣା ହେଉଛି ଗୋଟେ ବିପଦଗ୍ରସ୍ତ ଜାତି। ତାପରେ ଦେଖ କେଉଁଟି ଏକ ଦୁର୍ଲଭ ଜାତି? କେଉଁଟି ଏକ ଦୁର୍ଲଭ ଜାତି? ତ ପିଲାମାନେ ତୁମର 55 ନମ୍ବର ଆନ୍ସର ହେଇଯିବ କ'ଣ ନା ଅପସନ୍ ନମ୍ବର ଏ କ'ଣ ଅଛି ନା ସ୍ୱର୍ଣ୍ଣମରକଟ। ଏହା ହେଉଛି ଗୋଟେ ଦୁର୍ଲଭ ଜାତି। ତାପରେ ଦେଖ କେଉଁ ଜାତୀୟ ପାର୍କଟି ସିଂହ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ? କେଉଁ ଜାତୀୟ ପାର୍କଟି ବା ନ୍ୟାସନାଲ୍ ପାର୍କ ଆମେ ଯେଉଁଟା କହିଥାଉ ତାହାକି ସିଂହ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ? କେଉଁଟା ହେଇଯିବ? ତ ପିଲାମାନେ ତୁମର 56 ନମ୍ବର ଆନ୍ସର ହେଇଯିବ କ'ଣ କି ନା ଅପସନ୍ ନମ୍ବର ଡି ଗିର୍। ଯେଉଁ ନ୍ୟାସନାଲ୍ ପାର୍କଟି ଅଛି ସେଇଟା କେବଳ ସିଂହ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ। ଦେଖ କେଉଁ ଜାତୀୟ ପାର୍କଟି ବ୍ୟାଘ୍ର ସୁରକ୍ଷା ପାଇଁ ଉଦ୍ଦିଷ୍ଟ? କେଉଁ ଜାତୀୟ ପାର୍କଟି କେବଳ ବ୍ୟାଘ୍ର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ହୋଇଥାଏ? ତ ୟାର ଆନ୍ସର କିସ ହେଇଯିବ ନା ଅପସନ୍ ନମ୍ବର ଏ ମାନସ। ମାନସ ଯେଉଁ ପାର୍କଟି ଅଛି ତାହା ବ୍ୟାଘ୍ର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଉ ଗିର୍ ଯାହାକି ସିଂହ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ। ତାପରେ ଦେଖ କସ୍ତୁରୀ ମୃଗ କେଉଁ ପ୍ରାକୃତିକ ଅଞ୍ଚଳରେ ଦେଖାଯାଆନ୍ତି? କସ୍ତୁରୀ ମୃଗ କେଉଁ ପ୍ରାକୃତିକ ଅଞ୍ଚଳରେ ଦେଖାଯାଆନ୍ତି? ତ ପିଲାମାନେ ୟାର ଆନ୍ସର କିସ ହେଇଯିବ ନା କସ୍ତୁରୀ ମୃଗ କେଉଁ ପ୍ରାକୃତିକ ଅଞ୍ଚଳରେ ଦେଖାଯାଏ? ନା ତୁମର 58 ନମ୍ବର ଆନ୍ସର ହେଉଛୁ ଅପସନ୍ ନମ୍ବର ବି ବା ପାର୍ବତ୍ୟ ଅଞ୍ଚଳ। ସରି ଏଟା କ'ଣ ଏଟା ମାରିନି ହେଲା ତୁମର ବିଟା ପାର୍ବତ୍ୟ ଅଞ୍ଚଳ ହେବ ତୁମର ରାଇଟ୍ ଆନ୍ସର। ତାପରେ ଦେଖ 68 ନମ୍ବରଟା ନିମ୍ନୋକ୍ତ ମଧ୍ୟରୁ କେଉଁ ଶବ୍ଦ ଯୁଗ୍ମଟି ସମ୍ପର୍କ ଦୃଷ୍ଟିରୁ ଭିନ୍ନ? ଦେଖ ନିମ୍ନୋକ୍ତ ମଧ୍ୟରୁ କେଉଁ ଶବ୍ଦ ଯୁଗ୍ମଟି ସମ୍ପର୍କ ଦୃଷ୍ଟିରୁ ଭିନ୍ନ? ଦେଖିବା କ'ଣ ଅଛି ଆସାମ ମାନସ ନା ଓଡ଼ିଶା ଶିମିଳିପାଳ ନା ଝାଡ଼ଖଣ୍ଡ ପାଲାମୁ ନା ଗୁଜରାଟ ମେଲଘାଟ? କେଉଁଟା ହେବ? ତ ପିଲାମାନେ ତୁମର 68 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ଡି କ'ଣ ଅଛି
गुजरात मेलाघाट जोटा कि आमर कौन ना यही शब्द जुगटी संपर्क दृष्टि भिन्न। तापर देख हाँ तुम काजीरंगा जातीय पार्क क्यों राज्य अवस्थित काजीरंगा जातीय पार्क क्यों राज्य अवस्थित तो पे तुम 60 नंबर आंसर ऑप्शन नंबर सी कौन अच्छी ना आसाम जे कि काजीरंगा जातीय पार्क यही जो आसाम राज्य अवस्थित। सिंह मानकर उद्दिष्ट गिर जातीय पार्क भारतर क्यों राज्य अवस्थित सिंह मानकर उद्दिष्ट गिर जातीय पार्क भारतर क्यों राज्य उद्दिष्ट तो मैंने तुम 61 नंबर आंसर कौन हो ऑप्शन नंबर डी गुजरात है कि तुम सिंह मान उद्दिष्ट गिर जातीय पार्क भारतर गुजरात राज्य में अवस्थित। देखिए 62 नंबर कौन कौच ना देख हाथी मान रक्षणाबेक्षण ओडिशार क्यों अभयारण्य रही हाथी मान रक्षणाबेक्षण ओडिशा रे क्यों अभयारण्य रही तो पे तुम 62 नंबर आंसर कौन हो ना ऑप्शन नंबर सी कौन अच्छी जोटा कि चंदका चंदका हूँ आम हाथी मान रक्षणाबेक्षण ओडिशार एक अभयारण्य। 62 नंबर है ऑल क्लियर। तब देखिए तुम 63 नंबर किस अच्छी ओडिशार भितरकनिका क्यों प्राणी निमंते अभयारण्य अटे ओडिशार भितरकनिका क्यों प्राणी निमंते अभयारण्य अटे तो पे भितरकनिका कौन अच्छी तुम 63 नंबर आंसर ऑप्शन नंबर बी बा कौन कुंभीर है कि तुम ओडिशार भितरकनिका कुंभीर निमंते जो अभयारण्यटी प्रযোज्य। तापर देखिए देश में केतोटी व्याघ्र प्रकल्प योजना कार्यकारी अच्छी आम देश में केतोटी व्याघ्र प्रकल्प योजना कार्यकारी होती तो पे तुम 64 नंबर आंसर कौन हो ना तो पे तुम ऑल स्टेट मिसेगी तुम कौन 27 है तुम 27 व्याघ्र प्रकल्प योजना कार्यकारी होता है। विश्व संरक्षण संघर मुख्य कार्यालय केउठारे अवस्थित विश्व संरक्षण संघर मुख्य कार्यालय केउठारे अवस्थित तो पे यार आंसर किस ना तुम 65 नंबर आंसर ऑप्शन नंबर बी कौन अच्छी ना मर्च है कि तुम मर्च हूँ विश्व संरक्षण संघर मुख्य कार्यालय मर्च अवस्थित। कर्णाटकर नगर हले अभयारण्य क्यों प्राणी प्रसिद्ध देख कर्णाटकर नगर हले अभयारण्य क्यों प्राणी प्रसिद्ध तो पे 66 नंबर आंसर कौन हो ना ऑप्शन नंबर सी हाथी है कि कर्णाटकर नगर हले जोटा कि हाथी प्रसिद्ध। मधुरजर शतकड़ा प्राय केते भाग बरफ और हिमबाह आकार कौन आंटार्कटिका पर्वत शिखर गच्छित रही देख मधुरजर शतकड़ा प्राय केते भाग बरफ और हिमबाह आकार आंटार्कटिक पर्वत शिखर गच्छित हो रही तो पे तुम 67 नंबर आंसर कौन हो ना ऑप्शन नंबर डी जहाँकि तुम ये देखिपे कौन 70 नंबरटा हूँ यार सठिक उत्तर। तब देखा मधुरजर शतकड़ा 70 भाग जल केउठारे संचित हो रही मधुरजर शतकड़ा 70 भाग जल केउठारे संचित हो रही तो पे तुम 68 नंबर आंसर ऑप्शन नंबर बी जहाँकि हूँ आंटार्कटिका मधुरजर शतकड़ा 70 भाग जल आंटार्कटिका ठारे संचित हो रही। तापर 2005 मसीहा सुधा पृथ्वीर प्राय केते कोटी लोक जल संकटर सम्मुखीन हेबे 2005 मसीहा सुधा पृथ्वीर प्राय केते कोटी लोक जल संकटर सम्मुखीन हेबे तो पे तुम 68 नंबर आंसर ऑप्शन नंबर बी कौन केते 200 कोटी लोक। तापर देखो ओडिशार निम्नोक्त क्यों बहुमुखी नदीबंध योजना स्थापित होइछि ओडिशार निम्नोक्त क्यों बहुमुखी नदीबंध योजना स्थापित होइछि तो पे तुम 70 नंबर आंसर कौन हो ऑप्शन नंबर बी जहाँकि हूँ हीराकुद जे कि ओडिशार निम्नोक्त क्यों बहुमुखी नदीबंध योजना स्थापित होइछि ना हीराकुद। तापर देखो कोयना बहुमुखी नदीबंध योजना क्यों राज्य में अवस्थित कोयना बहुमुखी नदीबंध योजना क्यों राज्य में अवस्थित तो पे 71 नंबर आंसर किस ऑप्शन नंबर सी महाराष्ट्र कोयना बहुमुखी नदीबंध योजना क्यों राज्य में अवस्थित महाराष्ट्र में अवस्थित। तापर देख मरु उद्यान मानकर क्यों गछ अधिक देखा जाए देख मरु उद्यान मानकर क्यों गछ अधिक देखा जाए तो पे तुम 72 नंबर आंसर किस ना ऑप्शन नंबर सी जहाँकि हूँ खजूरी है कि मरु उद्यान मानकर खजूरी गछ अधिक देखा जाए। तब देख क्यों नदी सज्जार भ्राकानंगल नदीबंध योजना कार्यकारी होती देख क्यों नदी सज्जार भाक्रानंगल नदीबंध योजना कार्यकारी होती 73 नंबर आंसर कौन हो ना ऑप्शन नंबर बी जहाँकि हूँ सतलेज है कि तुम सतलेज नदी सज्जार
ଭ୍ରାକ୍ରା ନଙ୍ଗଲ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇଛି। ପୃଥିବୀ ପୃଷ୍ଠରେ ଥିବା ସମୁଦାୟ ଜଳର ଶତକଡ଼ା କେତେ ଭାଗ ଲୁଣି ଜଳ? ପୃଥିବୀ ପୃଷ୍ଠରେ ସମୁଦାୟ ଜଳର ଶତକଡ଼ା କେତେ ଭାଗ ଲୁଣି ଜଳ? ଲୁଣି ଜଳ କେତେ ଭାଗ? ପିଲାମାନେ ତ ଆନ୍ସର ହେଇଯିବ କେତେକିରେ? 74 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଯାହାକି ହେଉଛି 97। ଦେଖ ଆମର ପୃଥିବୀ ପୃଷ୍ଠରେ ଥିବା ସମୁଦାୟ ଜଳର ଶତକଡ଼ା କେତେ ଭାଗ ଲୁଣି ଜଳ? 97% ଲୁଣି ଜଳ। ମାନେ ଭାବୁଛ ତ ମାତ୍ର 3% ରହୁଛି ମଧୁର ଜଳ, ଆଉ ବାକି ସବୁ ଲୁଣି ଜଳ। ତାପରେ ଦେଖ ତୁମର 25 ନମ୍ବର କ'ଣ କୁହାହେଉଛି ନା ପୃଥିବୀ ପୃଷ୍ଠରେ ସମଗ୍ର ବୃଷ୍ଟିପାତ ପରିମାଣର ଶତକଡ଼ା କେତେ ଭାଗ ଭାରତ ପାଇଥାଏ? ଦେଖ ଆମର ପୃଥିବୀ ପୃଷ୍ଠରେ ସମଗ୍ର ବୃଷ୍ଟିପାତ ପରିମାଣର ଶତକଡ଼ା କେତେ ଭାଗ ଭାରତ ପାଇଥାଏ? ତ ତୁମର 75 ନମ୍ବର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର ବି, ଯାହାକି ହେଉଛି 4 ହେଲା କି। କାରଣ ପୃଥିବୀ ପୃଷ୍ଠରେ ସମଗ୍ର ବୃଷ୍ଟିପାତର ପରିମାଣର 4% ଭାଗ ଭାରତ ପାଇଥାଏ। ତ ଦେଖ 76 ନମ୍ବରଟା କ'ଣ କହୁଛି? ବାର୍ଷିକ ମୁଣ୍ଡ ପିଛା ମିଳୁନଥିବା ଜଳର ପରିମାଣ ଅନୁସାରେ ଭାରତର ସ୍ଥାନ ପୃଥିବୀରେ କେତେ? ଦେଖ ବାର୍ଷିକ ମୁଣ୍ଡ ପିଛା ମିଳୁଥିବା ଜଳର ପରିମାଣ ଅନୁସାରେ ଭାରତର ସ୍ଥାନ ପୃଥିବୀରେ କେତେ? ତ ତୁମର 76 ନମ୍ବର ଆନ୍ସର କିସ ହେଇଯିବ ନା ଅପସନ୍ ନମ୍ବର ଡି, ଯାହାକି ହେଉଛି କ'ଣ ନା 133। ତାପରେ ଦେଖ କେଉଁ ଖଣିଜଟି ପରସ୍ତ ହୋଇ ରହିଥାଏ? ଦେଖ କେଉଁ ଖଣିଜଟି ପରସ୍ତ ହୋଇ ରହିଥାଏ? ତ ତୁମର 77 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଅଭ୍ର। ଯେଉଁ ଅଭ୍ର ଖଣିଜଟି ଅଛି ଯାହାକି ପରସ୍ତ ହୋଇ ରହିଥାଏ। ତାପରେ ଦେଖିବା ତୁମର 78 ନମ୍ବରଟା କ'ଣ କହୁଛି ହେଲା, କେଉଁଟିରେ ମାଙ୍ଗାନିଜ ବ୍ୟବହାର କରାଯାଇଥାଏ? କେଉଁଟିରେ ମାଙ୍ଗାନିଜ ବ୍ୟବହାର କରାଯାଇଥାଏ? ଦେଖ ଲୌହ ଇସ୍ପାତ ନା କଂସା ବାସନ, ବିଦ୍ୟୁତ ତାର ନା କଳ କବଜା। এই 4টা ଅପସନ୍ ଅଛି, ଏଇଟା ଭିତରୁ କେଉଁଠି ମାଙ୍ଗାନିଜ ବ୍ୟବହାର କରାଯାଇଥାଏ? ତ ତୁମର 78 ନମ୍ବର ଆନ୍ସର ହେଇଯିବ କ'ଣ ନା ଅପସନ୍ ନମ୍ବର ଏ, ଯେଉଁଟାକି ହେଉଛି କ'ଣ ନା ଲୌହ ଇସ୍ପାତ, ଯେଉଁଟାକି ଆମର ମାଙ୍ଗାନିଜ ବ୍ୟବହାର କରାଯାଇଥାଏ। ତାପରେ ଦେଖ ଟାଇଟାନିୟମ କେଉଁ ଖଣିଜ ପଥରରୁ ମିଳିଥାଏ? ଟାଇଟାନିୟମ କେଉଁ ଖଣିଜ ପଥରରୁ ମିଳିଥାଏ? ତ ତୁମର 79 ନମ୍ବର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର ବି, ଯାହାକି ହେଉଛି କ'ଣ ଇଲୋମେନାଇଟ୍, ଯାହାକି ଖଣିଜ ପଥରରୁ ମିଳିଥାଏ। ତାପରେ ଦେଖ ମଧ୍ୟପ୍ରଦେଶର ବାଲାଘାଟ ତମ୍ବା ଖଣିରେ ଭାରତର ମୋଟ ତମ୍ବା ଉତ୍ପାଦନର ଶତକଡ଼ା କେତେ ଭାଗ ଉତ୍ପାଦିତ ହୋଇଥାଏ? ଦେଖ ମଧ୍ୟପ୍ରଦେଶର ବାଲାଘାଟ ତମ୍ବା ଖଣିରେ ଭାରତର ମୋଟ ତମ୍ବା ଉତ୍ପାଦନର ଶତକଡ଼ା କେତେ ଭାଗ ଉତ୍ପାଦିତ ହୋଇଥାଏ? ତ ପିଲାମାନେ ତୁମର 80 ନମ୍ବର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର ଡି, ଯାହାକି ରହିଛି 52 ହେଲା କି। ତୁମର 52, ଯାହାକି 52% ଉତ୍ପାଦିତ ହୋଇଥାଏ। କ'ଣ ନା ମଧ୍ୟଭାଗରେ ବାଲିଘାଟ ତମ୍ବା ଖଣିରେ ଭାରତର ମୋଟ ତମ୍ବା ଉତ୍ପାଦନ ଶତକଡ଼ା 52 ଭାଗ ଉତ୍ପାଦିତ ହୋଇଥାଏ। ତାପରେ ଦେଖ 2200 ମସିହାରେ ବକ୍ସାଇଡ୍ ଉତ୍ପାଦନରେ ସମଗ୍ର ଦେଶରେ ଉତ୍ପାଦନର ଶତକଡ଼ା କେତେ ଭାଗ ଓଡ଼ିଶାରେ ହୋଇଥିଲା? ସରି ପିଲାମାନେ ଏଇଟା 2001 ମସିହାରେ ହେଲା। ତ ପିଲାମାନେ ଏହାର ଆନ୍ସର କିସ ହେଇଯିବ? ତୁମର 81 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ଡି, ଯେଉଁଟା କହୁଛୁ 45 ହେଲା କି। ତୁମର ଦେଖ 2001 ମସିହାରେ ବକ୍ସାଇଡ୍ ଉତ୍ପାଦନରେ ସମଗ୍ର ଦେଶର ଉତ୍ପାଦନ ଶତକଡ଼ା 50 ଭାଗ ଓଡ଼ିଶାରେ ହୋଇଥିଲା। ସିମେଣ୍ଟ ଶିଳ୍ପ ପାଇଁ କେଉଁଟି ଏକ ମୌଳିକ କଞ୍ଚାମାଲ? ଦେଖ ସିମେଣ୍ଟ ଶିଳ୍ପ ପାଇଁ କେଉଁଟି ଏକ ମୌଳିକ କଞ୍ଚାମାଲ? ତ ତୁମର 82 ନମ୍ବର ଆନ୍ସର କ'ଣ ହେଇଯିବ ଅପସନ୍ ନମ୍ବର ସି, ଚୁନପଥର, ଯେଉଁଟାକି ହେଉଛି ସିମେଣ୍ଟ ଶିଳ୍ପ ପାଇଁ ଏକ ମୌଳିକ କଞ୍ଚାମାଲ। କେଉଁଟି ଲୌହ ମିଶ୍ରିତ ଖଣିଜ? କେଉଁଟି ଲୌହ ମିଶ୍ରିତ ଖଣିଜ? ତ ତୁମର 83 ନମ୍ବର ଆନ୍ସର କ'ଣ ହେଇଯିବ ଅପସନ୍ ନମ୍ବର ବି, କୋବାଲ୍ଟ, ଯାହାକି ଗୋଟେ ଲୌହ ମିଶ୍ରିତ ଖଣିଜ। କେଉଁ ଖଣିଜ ପଦାର୍ଥ ମିଶ୍ର ଧାତୁ ପ୍ରସ୍ତୁତିରେ ବ୍ୟବହାର ହୁଏ? କେଉଁ ଖଣିଜ ପଦାର୍ଥ ମିଶ୍ର ଧାତୁ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ? ତ ତୁମର 84 ନମ୍ବର ଆନ୍ସର କିସ ହେଇଯିବ ଅପସନ୍ ନମ୍ବର ବି, ମାଙ୍ଗାନିଜ, ଯାହାକି ମିଶ୍ର ଧାତୁ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ। ଦେଖ କ୍ଷେତ୍ରୀ କେଉଁ ଖଣିଜ ପିଣ୍ଡ ପାଇଁ ପ୍ରସିଦ୍ଧ? କ୍ଷେତ୍ରୀ, ଯାହାକି କେଉଁ ଖଣିଜ ପିଣ୍ଡ ପାଇଁ ପ୍ରସିଦ୍ଧ? ତ ପିଲାମାନେ ତୁମର ତାର ଆନ୍ସର କିସ ହେଇଯିବ? କ୍ଷେତ୍ରୀ କେଉଁ ଖଣିଜ ପିଣ୍ଡ ପାଇଁ ପ୍ରସିଦ୍ଧ ନା এইটা ହେଲା ତୁମର ଅପସନ୍ ନମ୍ବର ସି, ତମ୍ବା। କ୍ଷେତ୍ରୀ ହେଉଛି ତମ୍ବା ଖଣିଜ ପିଣ୍ଡ ପାଇଁ ପ୍ରସିଦ୍ଧ। ତାପରେ ଦେଖ ତୁମର 86 ନମ୍ବରଟା କିସ କହୁଛୁ? କୁଡ୍ରମୁଖ ଲୌହପଥର ଖଣି କେଉଁ ରାଜ୍ୟରେ ଅବସ୍ଥିତ? କୁଡ୍ରମୁଖ ଲୌହପଥର ଖଣି କେଉଁ ରାଜ୍ୟରେ ଅବସ୍ଥିତ? ତ ପିଲାମାନେ ତୁମର 86 ନମ୍ବର ଆନ୍ସର କ'ଣ ହେଇଯିବ ଅପସନ୍ ନମ୍ବର ବି, କର୍ଣ୍ଣାଟକ। ତୁମର କୁଡ୍ରମୁଖ ଲୌହପଥର ଖଣି କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ। ତାପରେ ଦେଖ କେଉଁଟି ଲୌହବିହୀନ ଖଣିଜ? କେଉଁଟି ଲୌହବିହୀନ ଖଣିଜ? ତ 87 ନମ୍ବର ଆନ୍ସର କ'ଣ ହେଇଯିବ ନା ଅପସନ୍ ନମ୍ବର বি ତମ୍ବା, ଯାହାକି ଲୌହବିହୀନ ଖଣିଜ, ଯାହାକି ଲୁହା ନାହିଁ ସେଠି ହେଲା। ତାପରେ ଦେଖ ହେମାନାଇଟ୍ ଧାତୁ ପିଣ୍ଡରେ କେତେ ପ୍ରତିଶତ ଲୌହ ରହିଥାଏ? ହେମାନାଇଟ୍ ଧାତୁ ପିଣ୍ଡରେ କେତେ ପ୍ରତିଶତ ଲୌହ ରହିଥାଏ? ତ 88 ନମ୍ବର ଆନ୍ସର କ'ଣ ହେଇଯିବ ଅପସନ୍ ନମ୍ବର ଡି, 50ରୁ 60 ହେଲା କି। ତୁମର ହେମାନାଇଟ୍ ଧାତୁ ପିଣ୍ଡରେ 50ରୁ 60% ଲୌହ ରହିଥାଏ। ତାପରେ ଦେଖ ବିଦ୍ୟୁତ ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପରେ କେଉଁ ଖଣିଜ ପଦାର୍ଥର
ବହୁଳ ବ୍ୟବହାର ହୋଇଥାଏ। ବିଦ୍ୟୁତ ଇଲେକ୍ଟ୍ରୋନିକ୍ସ ଖଣିଜ ଶିଳ୍ପରେ କେଉଁ ଖଣିଜ ପଦାର୍ଥର ବହୁଳ ବ୍ୟବହାର ହୋଇଥାଏ? ତ ତୁମର 89 ନମ୍ବରର ଆନ୍ସର ହେଉଛି ଅପସନ୍ ନମ୍ବର ସି ଅଭ୍ର ହେଲା କି ଅଭ୍ରରେ ବିଦ୍ୟୁତ ଇଲେକ୍ଟ୍ରୋନିକ୍ସ ଶିଳ୍ପ ଅଭ୍ର ଖଣିଜ ପଦାର୍ଥର ବହୁଳ ବ୍ୟବହାର ହୋଇଥାଏ। ଅଭ୍ର ମନେ ରହିଲା। ତାପରେ ଦେଖ 90 ନମ୍ବରଟା ଧାତବ ଖଣିଜ ପଦାର୍ଥ ଦୃଷ୍ଟିରୁ କେଉଁଟି ଭିନ୍ନ? ଧାତବ ଖଣିଜ ପଦାର୍ଥ ଦୃଷ୍ଟିରୁ କେଉଁଟି ଭିନ୍ନ? ତ 90 ନମ୍ବର ଆନ୍ସର ଖଣିଜ ଅପସନ୍ ନମ୍ବର ସି ଅଭ୍ର। ଧାତବ ଖଣିଜ ପଦାର୍ଥ ଦୃଷ୍ଟିରୁ ଅଭ୍ରଟି ଭିନ୍ନ। ଅଧାତବ ଖଣିଜ ପଦାର୍ଥ ଦୃଷ୍ଟିରୁ କେଉଁଟି ଭିନ୍ନ? ଅଧାତବ ସେଟା ଧାତବ ଗଲା, ଏଇନା ଦେଖ ଅଧାତବ ଖଣିଜ ପଦାର୍ଥ ଦୃଷ୍ଟିରୁ କେଉଁଟି ଭିନ୍ନ? ତ ତୁମର 91 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ସି ପାରାରାଇଟ୍ ହେଲା ପାଇରାଇଟ୍। ଅଧାତବ ଖଣିଜ ପଦାର୍ଥ ଦୃଷ୍ଟିରୁ ପାଇରାଇଟ୍ଟି ଭିନ୍ନ ପାଇରାଇଟ୍। ତାପରେ ଦେଖିବା 92 ନମ୍ବରଟା କିସ ଅଛି? ସିଙ୍ଗରୌଲି କୋଇଲା ଖଣି କେଉଁ ରାଜ୍ୟରେ ଅଛି? ସିଙ୍ଗରୌଲି କୋଇଲା ଖଣି କେଉଁ ରାଜ୍ୟରେ ଅଛି? ତ ତୁମର 93 ନମ୍ବର ଆନ୍ସର କିସ ହେଇଯିବ ଅପସନ୍ ନମ୍ବର ଏ ମଧ୍ୟପ୍ରଦେଶ। ସିଙ୍ଗରୌଲି କୋଇଲା ଖଣି ମଧ୍ୟପ୍ରଦେଶ ରାଜ୍ୟରେ ଅଛି। ତାମିଲନାଡୁର କେଉଁଠାରେ କୋଇଲା ଉପରେ ଆଧାରିତ ଏକ ତାପଜ ବିଦ୍ୟୁତ କେନ୍ଦ୍ର ରହିଛି? ତାମିଲନାଡୁର କେଉଁଠାରେ କୋଇଲା ଉପରେ ଆଧାରିତ ଏକ ତାପଜ ବିଦ୍ୟୁତ କେନ୍ଦ୍ର ରହିଛି? ତ 94 ନମ୍ବର ଆନ୍ସର କଣ ହେଇଯିବ ଅପସନ୍ ନମ୍ବର ସି ନେଭେଲି। ତାମିଲନାଡୁର ନେଭେଲି ଠାରେ କୋଇଲା ଉପରେ ଆଧାରିତ ଏକ ତାପଜ ବିଦ୍ୟୁତ କେନ୍ଦ୍ର ରହିଛି। ମଥୁରା ତୈଳ ବିଶୋଧନାଗାର କେଉଁ ରାଜ୍ୟରେ ଅବସ୍ଥିତ? ଦେଖ ମଥୁରା ତୈଳ ବିଶୋଧନାଗାର କେଉଁ ରାଜ୍ୟରେ ଅବସ୍ଥିତ? ତ ପିଲାମାନେ তোমার 95 নম্বর आंसर কোন ହେଇଯିବ না অপশন নম্বর এ উত্তরপ্রদেশ। মথুরা তৈল বিশোধনাগার উত্তরপ্রদেশ রাজ্ୟରେ অবস্থিত। 95 গলা। তারপরে দেখো 96টা কিস কହୁଛି ହେଲା এটা ପିଲାମାନେ ଦେଖ ମାଛିଟା କାଟିବାକୁ ପଡିଲା ହଟ୍। ତାପରେ ଦେଖ ଜୁଆର ଶକ୍ତିରୁ ବିଦ୍ୟୁତ ଶକ୍ତି ଉତ୍ପାଦନର କେଉଁ ରାଜ୍ୟଟି ଅଗ୍ରଣୀ? ଜୁଆର ଶକ୍ତିରୁ ବିଦ୍ୟୁତ ଶକ୍ତି ଉତ୍ପାଦନରେ କେଉଁ ରାଜ୍ୟଟି ଅଗ୍ରଣୀ? 96 নম্বর आंसर କିସ ହେଇଯିବ ଅପସନ ନମ୍ବର ସି ଗୁଜରାଟଟି কোন ଅଗ୍ରଣୀ। এটা দেখো ମୋନାଜାଇଟ୍ ବାଲି କେଉଁ ରାଜ୍ୟରେ ଉପକୂଳରୁ ମିଳିଥାଏ? ଦେଖ ମୋନାଜାଇଟ୍ ବାଲି କେଉଁ ରାଜ୍ୟର ଉପକୂଳରୁ ମିଳିଥାଏ? ତ ପିଲାମାନେ ଏଇଟା তোমার 97 নম্বର आंसर ହେଉଛି কোন ଅପସନ ନମ୍ବର ସି ଯାହାକି ହେଉଛି କ'ଣ କେରଳ। ମୋନାଜାଇଟ୍ ବାଲି କେରଳ ରାଜ୍ୟର ଉପକୂଳରେ ମିଳିଥାଏ। ତାପଜ ବିଦ୍ୟୁତ କେନ୍ଦ୍ରରେ କେଉଁ ପ୍ରକାରର କୋଇଲା ବ୍ୟବହାର କରାଯାଇଥାଏ? ଦେଖ ତାପଜ ବିଦ୍ୟୁତ କେନ୍ଦ୍ରରେ କେଉଁ ପ୍ରକାରର କୋଇଲା ବ୍ୟବହାର କରାଯାଇଥାଏ? ତ 98 নম্বର ଆନ୍ସର କ'ଣ ହେଇଯିବ ଅପସନ ନମ୍ବର ଏ লিগনাইট। ତାପଜ ବିଦ୍ୟୁତ କେନ୍ଦ୍ରରେ লিগନାইট ନାମକ କୋଇଲା ବ୍ୟବହାର କରାଯାଇଥାଏ। ତାପରେ ଦେଖ 99 নম্বরটা କେଉଁ କାର୍ଯ୍ୟଟି ସୌରଶକ୍ତି ଦ୍ୱାରା ପରିଚାଳିତ ନୁହେଁ? କେଉଁ କାର୍ଯ୍ୟଟି ସୌରଶକ୍ତି ଦ୍ୱାରା ପରିଚାଳିତ ନୁହେଁ? କ'ଣ ଦେଖ ରୋଷେଇ କରିବା, ପାଣି ଗରମ କରିବା, ଆଲୋକ ଜଳାଇବା, କଳକାରଖାନା ଚଳାଇବା କୋଉଟା ହବ? ତ ପିଲାମାନେ ରୋଷେଇ କରିବା ବି ହବ, ପାଣି ଗରମ କରିବା ହବ, ଆଲୋକ ଜଳାଇବା ହବ, ଲେକିନ କଳକାରଖାନା ଚଳାଇବା ତା କେମିତି ହବ କି ନା ଦେଖିବା ହେଲା। ଆନ୍ସର କିଛି ହେଇଯିବ ନା ଏଇଟା ହିଁ ହେଇଯିବ କଳକାରଖାନା ଚଳାଇବା। ଦେଶରେ କେତୋଟି ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପିତ ହୋଇଛି? ଦେଶରେ କେତୋଟି ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପିତ ହୋଇଛି? କେତୋଟି କିରେ ନା ତୁମ 100 নম্বর आंसर ହେଇଯିବ ଅପସନ ନମ୍ବର କେତେ ନା ସି ଏଇଟା ହେଲା যেটাରେ ମାଛି ବସିଛି ମାନେ 6ଟି ହେଲା। ଦେଶରେ କେତୋଟି ପରମାଣୁ ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପିତ ହୋଇଛି? 6ଟି। ତାପରେ ଦେଖ କାଇଗା ଆଣବିକ ଶକ୍ତି କେନ୍ଦ୍ର କେଉଁ ରାଜ୍ୟରେ ଅବସ୍ଥିତ? କାଇଗା ଆଣବିକ ଶକ୍ତି କେନ୍ଦ୍ର କେଉଁ ରାଜ୍ୟରେ ଅବସ୍ଥିତ? ତ 101 নম্বর आंसर ହେଉଛି ଅପସନ ନମ୍ବର ଡି କ'ଣ ଗୁଜରାଟ ଯାହାକି ଆଣବିକ ଶକ୍ତି କେନ୍ଦ୍ର କ'ଣ ଶକ୍ତି କେନ୍ଦ୍ର এই ଗୁଜରାଟ ରାଜ୍ୟରେ ଅବସ୍ଥିତ। କେଉଁଟି ଅଣପାରମ୍ବିକ ଶକ୍ତି ସମ୍ବରର ଅନ୍ତର୍ଗତ? କେଉଁଟି ଅଣପାରମ୍ବିକ ଶକ୍ତି ସମ୍ବରର ଅନ୍ତର୍ଗତ? ତ 102 নম্বর आंसर କ'ଣ ହେଇଯିବ ଅପସନ ନମ୍ବର ଡି ଯାହାକି ହେଉଛି ପବନ ଶକ୍ତି ଯାହାକି ଅଣପାରମ୍ବିକ ଶକ୍ତି ସମ୍ବରର ଅନ୍ତର୍ଗତ। ତାପରେ ଦେଖ 103 নম্বরଟା କିସ କହୁଛି? କେଉଁ ପାରମ୍ପରିକ ଶକ୍ତି ସମ୍ବରର ଅନ୍ତର୍ଗତ ନୁହେଁ? କେଉଁ ପାରମ୍ପରିକ ଶକ୍ତି ସମ୍ବରର ଅନ୍ତର୍ଗତ ନୁହେଁ? ତ 103 নম্বর आंसर କ'ଣ କହୁଛୁ ନା ଅପସନ ନମ୍ବର ଡି ଯାହାକି ହେଉଛି ସୌର ଶକ୍ତି ଯାହାକି ପାରମ୍ପରିକ ଶକ୍ତି ସମ୍ବରର ଅନ୍ତର୍ଗତ ନୁହେଁ। ଭାରତର କେଉଁଠାରେ ସର୍ବପ୍ରଥମ ତୈଳ ଓ ବିଶୋଧନାଗାର ସ୍ଥାପିତ ହୋଇଥିଲା? ଭାରତର କେଉଁଠାରେ ସର୍ବପ୍ରଥମ ତୈଳ ଓ ବିଶୋଧନାଗାର ସ୍ଥାପିତ ହୋଇଥିଲା? ତ 104 নম্বর आंसर କ'ଣ ହେଇଯିବ ନା ଅପସନ ନମ୍ବର ଏ ଦିଗ୍ବୋଇ ଯାହାକି ଭାରତର ସର୍ବପ୍ରଥମ ତୈଳ ବିଶୋଧନାଗାର ସ୍ଥାପିତ ହୋଇଥିଲା। ତାପରେ ଦେଖ ବମ୍ବେ ହାଇ କ'ଣ? ତ ପିଲାମାନେ ବମ୍ବେ ହାଇ କ'ଣ? ତ 105 নম্বর आंसर ହେଇଯିବ ଅପସନ ନମ୍ବର ସି ତୈଳ ଖଣି ହେଲା। ବମ୍ବେ ହାଇ ହେଉଛି ଗୋଟେ ପ୍ରକାରର ତୈଳ ଖଣି। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଯେଉଁ ପିଲାମାନେ ଦେଖିଛନ୍ତି ସେମାନଙ୍କୁ ବହୁତ ହି ଧନ୍ୟବାଦ। ତ ପିଲାମାନେ ତ ଚ୍ୟାନେଲଟିକୁ ଏତିକି ସମୟ ଦେଖିଲେ ମାନେ ନିହାତି ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ସାଙ୍ଗମାନଙ୍କ ନିକଟକୁ ମଧ୍ୟ ଭିଡ଼ିଓଟିକୁ ସେୟାର କରିନିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।